ସକାଳର ବ୍ୟସ୍ତତା ଭିତରେ ଆପଣମାନଙ୍କୁ କିଛି ହେଲ୍ଦି ଆଉ ଟେଷ୍ଟି ଖାଇବାକୁ ଇଚ୍ଛା ହେଉଛି ଆଉ ଆପଣମାନଙ୍କୁ କିଛି ରୁଟି ପରଟା ବା ପିଠା କିଛି କରିବାକୁ ଇଚ୍ଛା ହେଉନି, ତାହେଲେ ଏଇ ଜଳଖିଆକୁ ଆପଣମାନେ ଟ୍ରାଏ କରିପାରିବେ। ଏଇ ଚୂଡ଼ା ସନ୍ତୁଳା ନା ଖାଇବା ପାଇଁ ବହୁତ ଟେଷ୍ଟ ଆଉ ବହୁତ କମ୍ ସମୟରେ ଏଇଟା ହେଇଥାଏ। ଆପଣମାନେ ତ ଚୂଡ଼ା ସନ୍ତୁଳା ବହୁତ ଥର ବନାଉଥିବେ, କିନ୍ତୁ ମୁଁ କେମିତି କରିଛି ସେଇଟା ଆଜି ଆପଣମାନଙ୍କ ସହିତ ସେୟାର କରିଛି। ଆଶା କରୁଛି ଆପଣମାନଙ୍କୁ ପସନ୍ଦ ଆସିବ। ଖାଲି ସକାଳର ଜଳଖିଆରେ ନୁହେଁ, ୟାକୁ ସଞ୍ଜବେଳ ସ୍ନାକ୍ସରେ ବି ଆପଣମାନେ ନେଇପାରିବେ। ଯେତେବେଳେ ବି ଆପଣମାନଙ୍କୁ ଖାଇବାକୁ ଇଚ୍ଛା ହେବ ଏଇଭଳିଆ କରିକି ଖାଇପାରିବେ। ବହୁତ କମ୍ ସମୟରେ ହେଇଥାଏ ଆଉ ବହୁତ ଟେଷ୍ଟ ବି ଲାଗୁଥିଲା। ଆପଣମାନେ ଏମିତି ମୋ ଷ୍ଟାଇଲରେ ଥରେ କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଆଶା କରୁଛି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ନିଶ୍ଚିତ ଭାବରେ ଫଲୋ କରିବେ। ନମସ୍କାର, ଆପଣ ସମସ୍ତଙ୍କୁ ଅନେକ ସ୍ୱାଗତ କରୁଛି ମୋ ଚ୍ୟାନେଲ ଜୁଲିସ୍ କିଚେନକୁ। ତାହେଲେ ଆଜିର ରେସିପି ଆରମ୍ଭ କରିବା। ଏଇଠି ଦେଖନ୍ତୁ, ଏଇ ଚୂଡ଼ା ସନ୍ତୁଳା କରିବା ପାଇଁ ମୁଁ ଏଇଠି ଚୂଡ଼ା ପ୍ରଥମେ ନେଇଯାଇଛି। ଏଇଠି ଯେଉଁ ଗିନାଟା ମୁଁ ଦେଖାଉଛି ନା, ଏଇ ଗିନାରେ ମୁଁ 2 ଗିନା ଚୂଡ଼ା ନେଇଛି। ଏଇଟା ଲାଲ ଚୂଡ଼ାଟା, ଦେଶୀ ଚୂଡ଼ା। ଆପଣମାନେ ଯଦି ଚାହିଁବେ ଏଠି ଧଳା ଚୂଡ଼ାର ବି ୟୁଜ୍ କରିପାରିବେ। ଆଉ ଟିକେ ଲାଲ ଚୂଡ଼ାଟା ନେଲେ ୟାର ଟେଷ୍ଟଟା ବି ଟିକେ ଅଲଗା ଲାଗେ। ଆଉ ଟିକେ ଚୂଡ଼ା ସନ୍ତୁଳା ପାଇଁ ସବୁବେଳେ ଦେଖିବେ ଟିକେ ମୋଟା ଚୂଡ଼ା ନେଲେ ହିଁ ଟିକେ ଭଲ ଲାଗିବ। ଏଇଟା ଦେଖନ୍ତୁ, ଏଇଠି ମୁଁ 2 ଗିନା ଚୂଡ଼ାକୁ କ'ଣ କରିଛି ନା, ପ୍ରଥମେ ଆମେ ତାକୁ ଭଲ ଭାବେ 3 ରୁ 4 ଥର ଖଣ୍ଡେ ଧୋଇଦେବା। ଏଇଟା ବହୁତ ଚୂଡ଼ାର ମଇଳା ଥାଏ। ଏମିତି ଭଲ ଭାବେ ଧୋଇ ସାରିଲା ପରେ ଆମେ ପାଣିରେ ଚୂଡ଼ାକୁ ବତୁରେଇକି ରଖିବାନି। ଚୂଡ଼ାକୁ ବିଲକୁଲ ବି ପାଣିରେ ବତୁରେଇକି ରଖିବେନି। ସାଙ୍ଗେ ସାଙ୍ଗେ ଚିପୁଡ଼ିକି ଚୂଡ଼ାକୁ, ଏଇଠି ଦେଖନ୍ତୁ ମୁଁ 2 ରୁ 3 ଥର ଧୋଇକି ଏମିତି ଗୋଟେ ଷ୍ଟ୍ରେନରରେ ଚିପୁଡ଼ିକି ତାକୁ ରଖିଦେଇଛି। ଏଇଠି ଦେଖାଉଛି ଯେମିତି, ଏଇଠି ଦେଖନ୍ତୁ ଚୂଡ଼ାକୁ। ଆଉ ଗୋଟେ କଥା ଧ୍ୟାନ ରଖିଥିବେ, ଚୂଡ଼ାକୁ ପାଣିରେ ବିଲକୁଲ ବି ବତୁରେଇକି ରଖିବେନି। ଏମିତି ତାକୁ ଚିପୁଡ଼ିକି ଗୋଟେ ପ୍ଲେଟ୍ରେ ହେଉ ବା ଗୋଟେ ଷ୍ଟ୍ରେନରରେ ହେଉ ଏମିତି ଛାଣିକି ରଖିଦେବେ। ଏବେ ତାକୁ ଚୂଡ଼ାକୁ ସାଇଡ଼୍ରେ ରଖିବା ଆଉ ଫ୍ଲେମ୍କୁ ଅନ୍ କରିକି ବସାଇବା ଗୋଟେ କଡ଼େଇ। ଏଠି ମୁଁ ରିଫାଇନ୍ ତେଲ 2 ରୁ 3 ଚାମଚ ଦେଇଛି। ଏଠି ମୁଁ କ'ଣ କରିଛି ନା, ପ୍ରଥମେ ମୁଁ ଏଠି କିଛି ବାଦାମକୁ ଆଉ କିଛି କାଜୁକୁ ଭାଜିଛି। ଏଠି ଟିକେ ବାଦାମ କାଜୁ ଦେବେ ଚୂଡ଼ା ସନ୍ତୁଳାରେ, ଦେଖିବେ ତା'ର ଟେଷ୍ଟଟା ବହୁତ ବଢ଼ିଆ ଲାଗିବ। ୟାକୁ କ'ଣ କରିବା ନା, ପ୍ରଥମେ ଏମିତି ଫ୍ଲେମ୍କୁ ଏଠି ମିଡ଼ିୟମ୍ ରଖିଥିବା ଆଉ ପ୍ରଥମେ ଭାଜିକି ଆମେ କାଜୁକୁ ଆଉ ବାଦାମକୁ ଓହ୍ଲାଇ ଦେବା। ଆଉ ଏଠି ଦେଖିଥିବେ ପୋଡ଼ିଯିବ। ଆଉ ଫ୍ଲେମ୍କୁ ଏଠି ହାଇ କରିଦେବେନି। ଆଉ କାଜୁ ବାଦାମ ବହୁତ ଜଲ୍ଦି ହେଇଯାଇଥାଏ। ଫ୍ଲେମ୍ ହାଇ କରିଦେଲେ ସେ ପୋଡ଼ିଯିବାର ଚାନ୍ସ ବହୁତ ଥାଏ। ଏମିତି ଟିକେ ହାଲକା ଲାଲ କଲର୍ ଆସିଲେ ଆମେ କାଜୁ ଆଉ ବାଦାମକୁ ଓହ୍ଲାଇ ନେବା। ଏଠି ହେଇଗଲାଣି। ଏବେ ମୁଁ ସବୁ ଓହ୍ଲାଇ ଦେଇଛି। ଆଉ ସେଇ ତେଲରେ, ତେଲ ତ ଗରମ ଅଛି, ସେଇ ତେଲରେ କ'ଣ କରିଛି ନା, ହାଫ୍ ଚାମଚର ଦେଇଛି ସୋରିଷ ଆଉ ହାଫ୍ ଚାମଚର ଦେଇଛି ଜିରା, 2-3ଟା ଶୁଖିଲା ଲଙ୍କା ଦେଇଛି। ଆଉ ଆପଣମାନେ ଚାହିଁଲେ ଏଠି ବିରି ଡାଲି ଆଉ ବୁଟ ଡାଲି ବି ଆଡ଼୍ କରିପାରିବେ। ଆଉ ଏଠି ଗୋଟେ ବଡ଼ ସାଇଜ୍ର ପିଆଜକୁ ମୁଁ ସରୁ ସରୁ ଲମ୍ବା ଲମ୍ବା କାଟିକି ଦେଇଛି। ପିଆଜକୁ ଆମେ ଲାଲ ହେବା ପର୍ଯ୍ୟନ୍ତ ଭାଜିବା। ଆଉ ପିଆଜ ଭାଜି ହେଇଗଲେ ଆମେ ନେକ୍ସଟ ଜିନିଷ ସବୁ ଆଡ଼୍ କରିବା। ଏଠି ଦେଖନ୍ତୁ, ପିଆଜକୁ ମୁଁ ଏଠି ମିଡ଼ିୟମ୍ ଫ୍ଲେମ୍ଟା ପୁରା ମିଡ଼ିୟମ୍ ରଖିଛି। ଆଉ ପିଆଜକୁ ମୁଁ ଏଠି ଭାଜୁଛି। ଏଠି ଭାଜି ହେଇଗଲାଣି, ଟିକେ ଏମିତି ହାଲକା ଭାଜିଗଲେ ଏଠି କିଛି ଭୁସୁଙ୍ଗା ପତ୍ର ଦେବା। ଆଉ ଭୁସୁଙ୍ଗା ପତ୍ର ସହିତ ଆମେ ପିଆଜକୁ ଭାଜିବା। ଏଠି ଦେଖନ୍ତୁ ପିଆଜ ପୁରା ଭାଜି ହେଇଗଲାଣି। ଏଠି ମୁଁ କ'ଣ କିଛି ପରିବା ନେଇଛି, ଏଠି ଦେଖନ୍ତୁ କ'ଣ କ'ଣ ନେଇଛି। ଏଠି କିଛି ସରୁ ସରୁ କାଟିକି ମୁଁ ନେଇଛି ଗାଜର, ଆଉ ଅଳ୍ପ ନେଇଛି ମୁଁ ହେଉଛି ବିଟ୍, ଆଉ ସେମିତି ସରୁ ସରୁ ଲମ୍ବା ଲମ୍ବା କାଟିକି କିଛି କ୍ୟାପ୍ସିକମ୍ ନେଇଛି। ଆଉ ସେତିକି ମୁଁ ନେଇଛି ଆଳୁ। ସବୁ କ୍ୱାଣ୍ଟିଟି ଏକା ରଖିଛି, କିନ୍ତୁ ବିଟ୍ଟା ଟିକେ କମ୍ ରଖିଛି। ବିଟ୍ଟା ଟିକେ ଅଧିକ ପକାଇଦେଲେ କ'ଣ ହୁଏ ନା, ଟିକେ ପୁରା ଲାଲ ହେଇଯାଏ। ସେଇଥିପାଇଁ ମୁଁ ବିଟ୍ଟା ଟିକେ କମ୍ ପକାଇଛି। ଆଉ ଟିକେ ହାଲକା ଏମିତି ଏପଟ ସେପଟ କରିକି ଟିକେ ଭାଜି ସାରିଲା ପରେ ଆମେ ଏଠି ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଆଉ ଏଠି ହାଫ୍ ଚାମଚର ମୁଁ ହଳଦୀ ଦେଇଛି। ଏଠି ଦେଖନ୍ତୁ, ଆଉ ଚୂଡ଼ାକୁ ଦେଖିକି ଲୁଣ ଦେବେ। ଆଉ କେତେ ଚୂଡ଼ା ନେଇଛନ୍ତି ସେଇ ଅନୁସାରେ ଏକାଥରେ ମୁଁ ଲୁଣ ଦେଇଛି। ଆଉ ଲୁଣ ଆଉ ହଳଦୀ ଟିକେ ପକାଇ ସାରିଲା ପରେ ଆମେ ଆଉ ଟିକେ ଏମିତି ଏପଟ ସେପଟ କରିକି ତାକୁ ହାଲକା ଭାଜିବା। ଏଠି ଚାହିଁଲେ ଆପଣ 1 ଚାମଚ ଖଣ୍ଡେ ପାଣି ଦେଇପାରିବେ ଯଦି ଅଧିକ ଲାଗିଯାଉଥିବ। ଏବେ ମୁଁ ୟାକୁ 5 ମିନିଟ୍ ଖଣ୍ଡେ ଘୋଡ଼େଇ ଦେଇଛି। ହାଲକା ସିଝିଯିବ ସିଏ। ଏଇଠି ଦେଖନ୍ତୁ, 5 ମିନିଟ୍ ପରେ ମୁଁ ଆପଣମାନଙ୍କୁ ଦେଖାଉଛି। 5 ମିନିଟ୍ ପରେ ମୁଁ ଏଠି ଖୋଲିକି ଘୋଟଣି ଦେଖାଉଛି। ଦେଖନ୍ତୁ, ଆଳୁ ବି ଏଠି ଆମର ପୁରା ସିଝିଗଲାଣି। ତାହେଲେ ଅନ୍ୟ ପରିବା ଗୁଡ଼ା ବି ସିଝି ଯାଇଥିବ, ଯେହେତୁ ଆଳୁ ସିଝିଯାଇଛି। ଏମିତି ଟିକେ ସିଝି ସାରିଲା ପରେ ଆମେ ଚୂଡ଼ାକୁ ଆଡ଼୍ କରିବା। ଆଉ ଏଠି ଦେଖନ୍ତୁ, ଏବେ ଏଠି ଫ୍ଲେମ୍କୁ ଲୋ ରଖିଥିବେ, ନହେଲେ ତଳ ଆଡ଼ୁ ଆମେ ସବୁ ଭଜାଟା କରିଛନ୍ତି ସିଏ ପୋଡ଼ି ଯାଇପାରେ। ଆଉ ଏଠି ଏପଟ ସେପଟ କରିକି ଆମେ ଚୂଡ଼ା ଆଉ ସବୁ ପନିପରିବାକୁ ଯାହା ଆମେ ଭାଜିଛନ୍ତି ତାକୁ ସବୁ ଏମିତି ଭଲ ଭାବେ ମିଶାଇ ଦେବା ଏପଟ ସେପଟ କରିକି। ଆଉ ଏଠି ଟିକେ ମିଶାଇ ସାରିଲା ପରେ ଏଇଠି ଆପଣମାନେ ଚାହିଁଲେ
टिके पानी छिंचा दे पारे जदि अधिक सुखिला लगुव ये देखो मु गोटे मीडियम साइजर टमाटो को चुन चुन काटिकी देछि आउ टमाटो दे सारा पर आम आउ टे भल भाव ये मिसेदेवा आउ एपट सपट करके मिसई सारा पर ये कौन देछि मु देखो ये मु 2 चामच खंडे टमाटो सॉस देछि आपण माने चाहिए टमाटो सॉस बदल रे लेंबू रस दे पारे किंतु पुओ टिके टमाटो सॉस देले ताको भल लागे मु सेति में टमाटो सॉस ऐड करछि आउ टिके चटपटा लागिबा पई मैगी मैजिक मसला सेटू मु हाफ चामच रो देछि आउ एति देकी ताको आमे आउ थरे भल भाबे गोळे देबा आउ गोळे साला परे एपट सपट करके आमे गोळे देबा आउ बहुत कम समय रे जळखिया हुए आपण माने भी करंतु एमती मो स्टाइल तरे देखिबे बहुत बढ़िया लागिबो एठी हम जो काजू और बादाम को भाजी के रखिथिले आमे ताको ऐड कर देबा आउ जो चामच देखौछ ना से चामच रे मु एठी चीनी 2 चामच मात्र ऐड करिछि जो नॉर्मल घरे आमे चामच व्यवहार करछ से चामच रे देछि आपण जदि मीठा पसंद नै ताले चीनी को एठी स्किप कर देबे किंतु गोटे 2 चामच चीनी देले किछि मीठा होबनी ता टेस्ट पूरा बैलेंस रहइबो आ जदि मीठा खांती ताले चीनी ता टिके अधिक पके माने 4 रु 5 चामच चीनी पके देबे से मीठा लागिबो कि 2 चामच चीनी रे से टेस्ट बैलेंस रहइबो कि मीठा बेसी लागिबोनी एडी हमर रेडी हे गला आजिरो ए चूड़ा संतरा बा आपण माने याको चूड़ा उपमा मध्ये कहि परिबे ए चूड़ा संतरा एमती आपण माने मो स्टाइल थरे करंतु देखिबे बहुत ही टेस्ट लागे बहुत कम समय रे जळकिया हुए आउ आपण माने करंतु आउ खांतु केमती लागला मो सते शेयर करबा को भूलंतुनी आशा करूची आपण मानको वीडियो पसंद आस्तिबो वीडियो पसंद आसले वीडियो को गोटे लाइक निश्चय करिवे आउ गोटे वीडियो सते पुणी आसीबी सेति पसंद रहूची नमस्कार जय जगन्नाथ।